କୋରାପୁଟର ରେଳବାଇ ଗେଷ୍ଟ ହାଉସ୍, ଯାହାକି ଜାତୀୟ ରାଜପଥ ପାଖରୁ ଠିକ୍ ପଞ୍ଚାୟତ ଭବନ ନିକଟରେ ରେଳ ଷ୍ଟେସନ ଗଲାବେଳକୁ ବାଟରେ ପଡ଼େ। ରେଳବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠିକ୍ ପଛପଟର ପାହାଡ଼ ବିଦ୍ୟାଳୟର ପାଖ ଦେଇ ରାସ୍ତା ଦେଇ ଉପରକୁ ଚାଲିଗଲେ କେତେ ଯେ ସୌନ୍ଦର୍ଯ୍ୟ ସେଠି ଲୁଚି ରହିଛି ତାର ଏକ ଝଲକ ସମସ୍ତଙ୍କୁ ମିଳିପାରିବ। ଗେଟ୍ଟି ବନ୍ଦ ଥାଏ। ସନ୍ଧ୍ୟା ସମୟ, ମେଘ ସତେ ଯେମିତି ପାହାଡ଼ ଉପରକୁ ଛୁଇଁ ଯାଉଛି। ଏଇ ଟିକି ପାହାଡ଼ଟିରେ ଥିବା ଗଛ ଗୁଡ଼ିକରେ ମଧ୍ୟ ବାଦଲର ସ୍ପର୍ଶ କେତେ ଯେ ଆନନ୍ଦ ଆଣି ଦେଉଛି, ଦେଖିଲା ଲୋକକୁ ହିଁ ଅନୁଭବ କରିହେବ। ଫାଟକ ଖୋଲିବା ପରେ ସୁଦୃଶ୍ୟ ଏକ ଘରଟିଏ, ଘର ତଳକୁ ପାହାଚ ପାହାଚ, ବିଭିନ୍ନ ପ୍ରକାରର ଗଛ ଲାଗି ରହିଛି। ବହୁ ପୁରାତନ ଗଛ ଗୁଡ଼ିକ ସତେ ଯେମିତି ସମସ୍ତଙ୍କୁ ଛୁଇଁବାକୁ ତତ୍ପର। ସେ ଭିତରେ ଘଡ଼ିଏ ବୁଲିଦେଲେ କେତେ ଯେ ଶାନ୍ତି, ତାହା କେବଳ ବୁଲିଲା ଲୋକ ହିଁ ଜାଣିପାରିବ। ଗଛ ଗୁଡ଼ିକୁ ଛୁଇଁବା, ଗଛର ପତ୍ର ପଡ଼ିଥିବା ରାସ୍ତା ଉପରେ ଚାଲିବା, କିଛି ସମୟ ନିରେଖି ଦେଖିବା, ସେ ଚନ୍ଦନ ଗଛର ପତ୍ର ହଉ, ଚନ୍ଦନ ଗଛର ଫୁଲଟିଏ ହଉ, ଚମ୍ପା ଗଛର ଚମ୍ପା ଫୁଲର ମହକ ହଉ, କିମ୍ବା କିଛି ଅଜଣା ଗଛର ପତ୍ର, ଫୁଲ, ଫଳ, ଏପରି ଭାବରେ ଅନେକ ଅଜଣା ଦୁନିଆର ସପନ ମଧ୍ୟରେ ବୁଲିବାକୁ ହଉ, ଏକ ଅନନ୍ୟ ଅନୁଭୂତି ଆଣିଦିଏ। ବୁଲୁ ବୁଲୁ ସଲପ ଗଛଟିଏ ଦେଖାଦିଏ କିପରି ସିଡ଼ି ଲାଗି ରହିଛି ସଲପ ଗଛର ଉପରକୁ ଏବଂ ଛୋଟ ପିଲାଟିଏ ଚଢ଼ିବା ପାଇଁ ତତ୍ପରତା ପ୍ରକାଶ କରୁଛି। ପୁରୁଣା ପାମ୍ ଗଛର ଫୁଲ ଗଛରେ ଭର୍ତ୍ତି ଏବଂ ଗଛ ତଳେ ବି ବିଛାଡ଼ି ହୋଇ ପଡ଼ିଛି। ପାମ୍ ଗଛ ଧାଡ଼ିକୁ ଧାଡ଼ି ଲାଗି ରହିଛି। ତା ମଧ୍ୟରେ ବୁଲିବା ମଧ୍ୟ କେତେ ଯେ ଆନନ୍ଦ ଆଣିଦିଏ, ତାହା କହିଲେ କମ୍ ହୋଇଯିବ। ତା ଭିତରେ ବୁଲୁଥାଏ କୁକୁରଟିଏ।